ପୁଣି ଦେଖିବା ସେଇ ମଙ୍ଗଳ ଚଳନ ଅଗଷ୍ଟ 3ରୁ ସେପ୍ଟେମ୍ବର 18 ପର୍ଯ୍ୟନ୍ତ ମଙ୍ଗଳ ମହାଗ୍ରହ ମିଥୁନ ରାଶିକୁ ସଞ୍ଚାର କରିବେ ଅଗଷ୍ଟ 3ରେ। 7-4 କର୍କଟ ପୁନର୍ବସୁ କର୍କଟ, 8-4 କର୍କଟ ପୁଷ୍ୟା କର୍କଟ, 9-4 କର୍କଟ ଅଶ୍ଳେଷା କର୍କଟ। ଏ ଭାଇ ଭଉଣୀ ଯେତେ ରହିଲେ ପୃଥିବୀରେ ତାଙ୍କର ସବୁ କ'ଣ ଫଳ ଆସୁଛି ଆଲୋଚନା କରିବା। ମଙ୍ଗଳ ହେଲେ କର୍କଟ ରାଶିର, ମୁଁ କହିଛି ଦଶମାଧିପତି, କର୍କଟ ରାଶି ବା କର୍କଟ ଲଗ୍ନର ଦଶମାଧିପତି ଓ ପଞ୍ଚମାଧିପତି, କର୍ମର ଗ୍ରହ, ସନ୍ତାନ ବିଦ୍ୟା ବୁଦ୍ଧିର ଗ୍ରହ। ମଙ୍ଗଳ ହେଲେ ଦ୍ୱାଦଶସ୍ଥ ମିଥୁନ ରାଶିରେ। ଅବଶ୍ୟ ଦ୍ୱାଦଶ ମଙ୍ଗଳ ଟିକେ ସେତେ ଶୁଭଦାୟକ ନୁହଁ, କିନ୍ତୁ ଯେଉଁ ଭାଇ ଭଉଣୀମାନଙ୍କର କର୍କଟ ଲଗ୍ନ ହୋଇଥିବ ପ୍ରକୃତରେ ସେମାନଙ୍କର ଟିକେ ଫଳ ଭଲ ରହିଛି, ଖରାପ ନୁହଁ। ଦ୍ୱାଦଶ ମଙ୍ଗଳ ଟିକେ ବ୍ୟୟ ଅଧିକା ରହିବ, ଆୟଠୁ ବ୍ୟୟଟା ଟିକେ ଅଧିକା ରହିବ। ତେଣୁ ଦୃଷ୍ଟି ଭଲ ଦେଖିବା, ନିଦ ଟିକେ ଭଲ ହେବନି। ତାଙ୍କର ଚତୁର୍ଥ ଦୃଷ୍ଟି କନ୍ୟା ରାଶି ବୁଧ କ୍ଷେତ୍ରକୁ। ସାନ ଭାଇ ସହିତ କଳହ, ସାନ ଭାଇ ସହିତ ଟିକେ ପାଲା ସୃଷ୍ଟି ହେବ, ଟିକେ ମୁହଁ ଫୁଲାଫୁଲି ହେବ। ସାନ ଭଉଣୀ, ସାନ ଭାଇ, ସାନ ଶାଳୀ, ସାନ ଶଳା ଏମାନେ ପଛରେ ସେ ପଇସା ଖର୍ଚ୍ଚ ହୋଇପାରେ, ଟିକେ ମନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ, ଏସବୁ ରହିଛି। ତାପରେ ମଙ୍ଗଳଙ୍କର ସପ୍ତମ ଦୃଷ୍ଟି ଷଷ୍ଠ ସ୍ଥାନ ଗୁରୁକ୍ଷେତ୍ର ଧନୁ ରାଶିକୁ। ସେଠି କ'ଣ ହେବ? ସପ୍ତମ ଦୃଷ୍ଟି ମଙ୍ଗଳଙ୍କର ଧନୁ ରାଶିକୁ ରହିଲେ ନା ଷଷ୍ଠରେ ମଙ୍ଗଳ ହେଲେ ଶୁଭ ଫଳ ଦିଅନ୍ତି, ଅଶୁଭ ଫଳ ଦିଅନ୍ତି ନାହିଁ। ଗୁପ୍ତ ଶତ୍ରୁ ରହିବେନି, ଗୁପ୍ତ ରୋଗ କମିଯିବ। ଯଦି ଜୀବଜନ୍ତୁ କିଣିବାକୁ ଇଚ୍ଛା ଅଛି ଏ ପିରିୟଡ଼ରେ କିଣନ୍ତୁ, ବହୁତ ବଢ଼ିଆ ଶୁଭ ଫଳ ଆସୁଛି। ତାପରେ ମଙ୍ଗଳଙ୍କର ଅଷ୍ଟମ ଦୃଷ୍ଟି ସପ୍ତମ ସ୍ଥାନ ଶନି କ୍ଷେତ୍ର ମକର ରାଶିକୁ। ସପ୍ତମଟା ହେଉଛି ଆଜ୍ଞା କ'ଣ ନା ସ୍ତ୍ରୀ ଜାଗା, ବ୍ୟବସାୟ, ବିଦେଶ, ସାଙ୍ଗସାଥି। ଟିକେ ସାଙ୍ଗସାଥି ବିରୋଧ ହୋଇପାରନ୍ତି, ପୁରୁଣା ସାଙ୍ଗ ସହିତ ବିରୋଧ ହୋଇପାରେ, ବ୍ୟବସାୟ ଟିକେ ହାନି ହୋଇପାରେ। ବିଦେଶ ଯାତ୍ରା ଟିକେ ଏ ସମୟରେ ନ କରିବାଟା ଖୁବ୍ ଭଲ, ନିହାତି ଆବଶ୍ୟକ କରିବେ। କିନ୍ତୁ ଯଦି ଆବଶ୍ୟକ ନାହିଁ ରଖିଦିଅନ୍ତୁ ଆର ମାସକୁ, ଏ ମାସରେ ବିଦେଶ ଯାତ୍ରା ନ କରିବାଟା ଭଲ। ଯାହାର ନିହାତି ଆବଶ୍ୟକ ସେ ଯିବନି, ଯିବ। ଯାହା ନିହାତି ଆବଶ୍ୟକ ନାହିଁ ନ ଯିବାଟା ଭଲ। ମଙ୍ଗଳ ସୁଧି ଏ ରାଶିରେ ନାହିଁ। 125% ମଙ୍ଗଳଙ୍କର ଖରାପ ଫଳ କର୍କଟ ରାଶି କର୍କଟ ଲଗ୍ନ ପାଇଁ ଆସୁଅଛି। ପୁଣି ଦେଖିବା ପରବର୍ତ୍ତୀ ରାଶି।